ଶ୍ରୀ ହନୁମାନଙ୍କର ଏହି ମହାଶକ୍ତିଶାଳୀ ମନ୍ତ୍ର ସବୁ ଅସମ୍ଭବ କାର୍ଯ୍ୟକୁ ସମ୍ଭବ ମଧ୍ୟ କରିଥାଏ। କଳିଯୁଗରେ ଶୀଘ୍ର ପ୍ରସନ୍ନ ହେଉଥିବା ଦେବତା ହେଉଛନ୍ତି ଭଗବାନ ହନୁମାନ। ଖାଲି ସ୍ମରଣ କରିବା ଦ୍ୱାରା କୃପା ମିଳିଥାଏ। ବଜରଙ୍ଗବାଲୀଙ୍କୁ ବହୁତ ଜଲ୍ଦି ପ୍ରସନ୍ନ କରି ହୋଇଥାଏ। ମଙ୍ଗଳବାର ଦିନ ବ୍ରହ୍ମ ମୁହୂର୍ତ୍ତରୁ ଉଠି ଶୌଚ ସାରି ସ୍ନାନ କରିବା ପରେ ହନୁମାନଙ୍କର ଫଟୋ କିମ୍ବା ମୂର୍ତ୍ତିକୁ ଲାଲ କପଡ଼ା ଉପରେ ରଖିବା ଉଚିତ। ପୂଜାରେ ଲାଲ ଚନ୍ଦନ, ଫଳ, ଅକ୍ଷତ, ଚାମେଲି ତେଲରେ ଦୀପ ଏବଂ କନିଅର ଫୁଲ, ଲାଲ ଗେଣ୍ଡୁ ଏବଂ ଲାଲ ଗୋଲାପ ଦେଇ ପୂଜା କରିବା କଥା। ଏସବୁ ଫୁଲ ହନୁମାନଙ୍କର ଅତ୍ୟନ୍ତ ପ୍ରିୟ। ନୈବେଦ୍ୟ ମାଲପୁଆ, ଖସା ଲଡୁ ଭୋଗ କରିବା ଉଚିତ। ପ୍ରଭୁ ହନୁମାନଙ୍କର ଏହି ମନ୍ତ୍ର କରିବା ଦ୍ୱାରା ସମସ୍ତ ଇଷ୍ଟ ଖଣ୍ଡନ ହୋଇଥାଏ। ଏହି ମନ୍ତ୍ର 5 ମିନିଟ୍ ଶୁଣିଲେ ସକଳ କାର୍ଯ୍ୟ ହେବା ସହିତ ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବ ହୋଇଥାଏ। ଓମ୍ ନମଃ ଭଗବତେ ହନୁମତେ ନମଃ। 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 ଓମ୍ ନମଃ
भगवते हनुमते नमः। ओम नमः 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 भगवते हनुमते नमः। भगवते हनुमते नमः। ओम नमः भगवते हनुमते नमः। ओम नमः भगवते हनुमते नमः। भगवते हनुमते नमः। ओम नमः भगवते हनुमते नमः। ओम नमः भगवते हनुमते नमः।